ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ବିଶ୍ୱ ବ୍ୟକ୍ତିତ୍ୱର ସ୍ୱତନ୍ତ୍ର ଲକ୍ଷଣମାନ। ବିଶ୍ୱ ବ୍ୟକ୍ତିତ୍ୱର ସ୍ୱତନ୍ତ୍ର ଲକ୍ଷଣମାନ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ ଜିଲ୍ଲା ବରପାଲିର ମଣୀନ୍ଦ୍ର ଭାଇ ଡକ୍ଟର ମଣୀନ୍ଦ୍ର କୁମାର ମେହେରଙ୍କୁ ମୁଁ ଅନୁରୋଧ କରୁଛି। ମଣୀନ୍ଦ୍ର ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀମା ଶ୍ରୀ ଅରବିନ୍ଦ ଆୟୋଜକ କମଳ କିଶୋର ଭାଇ, ଉପସ୍ଥିତ ଅପା ଭାଇ ମାନେ, ଆଜି ଆମେ ଯୋଉ ବିଷୟରେ ବାର୍ତ୍ତାଳାପ କରିବା ତାହା କମଳ କିଶୋର ଭାଇ ନିର୍ଦ୍ଧାରଣ କରି ମତେ ଜଣେଇଛନ୍ତି। ବିଶ୍ୱ ବ୍ୟକ୍ତିତ୍ୱର ଲକ୍ଷଣ ଗୁଡିକ ପ୍ରଥମେ ଆମେ ଦେଖିବା ଯେ ବିଶ୍ୱ ବ୍ୟକ୍ତିତ୍ୱ କହିଲେ ବାସ୍ତବିକ କଣ? ବ୍ୟକ୍ତିତ୍ୱର ତ ସମସ୍ତଙ୍କର ଅଛି। ବ୍ୟକ୍ତିତ୍ୱ ପ୍ରତ୍ୟେକ ମଣିଷର ବ୍ୟକ୍ତିତ୍ୱ ଅଛି, କିନ୍ତୁ ବିଶ୍ୱ ବ୍ୟକ୍ତିତ୍ୱର ଅଧିକାରୀ କିଏ ହେଇପାରିବ? ଅର୍ଥାତ୍ ଯିଏ ସମ୍ପୂର୍ଣ୍ଣ ଭାବରେ ସମଗ୍ର ବିଶ୍ୱର ବେଦନାକୁ ନିଜ ଅନ୍ତରରେ ଅନୁଭବ କରିପାରିବ, ସେହି ଲକ୍ଷଣ ତାର ଜୀବନର ବିଭିନ୍ନ ଅଂଶରେ ନିଶ୍ଚିତ ଭାବରେ ଫୁଟି ଉଠିବ। ଆପଣ ମାନେ ଦେଖନ୍ତୁ, ମୁଁ ଆଗରୁ ଆପଣଙ୍କୁ କହିଥିଲି ଯେ ପ୍ରସ୍ତୁତି କରିନାହିଁ, ସେ ହଠାତ୍ ମା ବର୍ତ୍ତମାନ କହୁଛନ୍ତି ମତେ, ଆରେ ମୋ ଛୋଟ ଦିନର କଥା କହୁନୁ। ମା ଯେତେବେଳେ ଛୋଟ ଥିଲେ, 4-5 ବର୍ଷ ବୟସର, ସେତେବେଳେ ଗୋଟେ ଛୋଟ ଷ୍ଟୁଲ ଉପରେ ଏକଦମ ଗମ୍ଭୀର ମୁଦ୍ରାରେ ବସନ୍ତି। ତାଙ୍କ ମା ଦିନେ ତାଙ୍କୁ ପଚାରିଲେ, କଣ ତୁ ଗୋଟେ କୁନି ପିଲା ହେଇଛୁ ଆଉ ଏଭଳି ଗମ୍ଭୀର ଭାବରେ ବସି ରହିଛୁ, ଯେମିତି କି ସମଗ୍ର ପୃଥିବୀର ଦାୟିତ୍ୱଟା ତୋ ଉପରେ ଅଛି। ସେତେବେଳେ କୁନି ମା ଉତ୍ତର ଦେଲେ ତାଙ୍କ ମାଙ୍କୁ, ମା ତମେ ଠିକ କହିଛ, ବାସ୍ତବିକ ସମଗ୍ର ପୃଥିବୀର ଭାର ମୋ ଉପରେ ହିଁ ନ୍ୟସ୍ତ। ଦେଖିଲେ ନା, ଏଇ ଗୋଟିଏ ବାକ୍ୟ ହଉଛି ବିଶ୍ୱ ବ୍ୟକ୍ତିତ୍ୱର ଲକ୍ଷଣ। ଜଣେ କିପରି ଭାବରେ ଯୋଡ଼ି ହୋଇ ରହିଛି ମାଟି ସହିତ, ଆକାଶ ସହିତ, ବୃକ୍ଷଲତାଙ୍କ ସହିତ, ଜୀବଜନ୍ତୁଙ୍କ ସହିତ, ମଣିଷ ସହିତ, সকଳ ପ୍ରକାର ପ୍ରାଣୀ ସହିତ, ତାର ଦୃଷ୍ଟାନ୍ତ ହଉଛି ଏଇ ସବୁ। ଆମେ କହୁ ଯୋଉ ବିଶ୍ୱ ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଆମେ କହୁ ଯେ ସେ ପଦଟି ସମସ୍ତେ ଆପଣମାନେ ଜାଣିଛନ୍ତି। କଣ ନା, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବାସ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ଚିତ୍ତରଞ୍ଜନ ଦାସ ଗୋଟେ ପ୍ରବନ୍ଧ ଲେଖିଥିଲେ। ସେ ପ୍ରବନ୍ଧର ନାଁ ହଉଛି ଦେଖୁ ଦେଖୁ
କେବା ସ। କି ଚମତ୍କାର, ମାନେ ସେଠୁ ଯୋଉ ବାଛୁଛନ୍ତି ଦୁଇ ତିନିଟା ଶବ୍ଦକୁ ଏବଂ ପ୍ରବନ୍ଧର ଶୀର୍ଷକ ସେ କରୁଛନ୍ତି ସେଇଟା ଦେଖନ୍ତୁ। ଦେଖୁ ଦେଖୁ କେବା ସ, ମାନେ ଆମେ ଦେଖୁଥିବା ଆଉ ତଥାପି ସହୁଥିବା, ଏଇଟା ସମ୍ଭବ? ଯିଏ ମଣିଷ ସେ ଅନ୍ୟର ଦୁଃଖ ଦେଖୁଥିବ କିନ୍ତୁ ପାଷାଣ ଭଳି ରହିଥିବ। ଜଣେ ମଣିଷ ତାର ଚତୁଃପାର୍ଶ୍ୱରେ ଘଟୁଥିବା ନାନା ପ୍ରକାର ଅସାମଞ୍ଜସ୍ୟକୁ ଦେଖୁଥିବ ଆଉ ତାକୁ ସହ୍ୟ କରୁଥିବ। ଯଦି ଏ କଥା ହୁଏ, ତାର ପ୍ରକୃତରେ ମାନବୀୟ ବ୍ୟକ୍ତିତ୍ୱ ଅଛି ବୋଲି ଆମେ ଭାବିବା କି? ଏଇଟା ହଉଛି ଗୋଟେ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ। ବହୁତ ଲୋକ ଭାବନ୍ତି, ମା ମଧ୍ୟ କହିଛନ୍ତି, ଆରେ ମାଙ୍କ କଥାକୁ ଆପଣ ନିଜ ପାଇଁ ସୁନ୍ଦର ଭାବରେ ଯୁକ୍ତି କରିପାରିବେ, ପ୍ରୟୋଗ କରିପାରିବେ। କଣ? ମା କହିଛନ୍ତି ନୀରବ ରହିବା ପାଇଁ, ତେଣୁ ନୀରବତା ଅବଲମ୍ବନ କରିବା ଉଚିତ। ମା କହିଛନ୍ତି ଏସବୁ ବିବାଦାସ୍ପଦ ଘଟଣାରେ ମୁଣ୍ଡ ନ ଖେଳାଇବା ପାଇଁ, ତେଣୁ ଚୁପ୍ ରହିବା ଉଚିତ। ଚୁପ୍ ରହିବୁ। ଆମ ପାଇଁ ସବୁ ପ୍ରକାର ଯୁକ୍ତି ଅଛି। ଦାର୍ଶନିକ ମାନେ, ମହାପୁରୁଷ ମାନେ ଯାହା ଯେତେବେଳେ କହିଛନ୍ତି, ସେ ସବୁକୁ ଆମର ସୁବିଧା ଅନୁସାରେ ସ୍ମରଣ କରିବା, ପାଳନ କରିବାର ଯୋଉ ବୁଦ୍ଧିମତ୍ତା, ଚତୁରତା, ତାହା ଆମର ଅଛି। ଆମେ ସେଥିପାଇଁ ପ୍ରତିବାଦ କରୁଛୁ। ମା କଣ କଲେ ନା, ସ୍କୁଲକୁ ଗଲା ବେଳେ ଗୋଟେ ଅତି ମାନେ ତାଙ୍କର ଗୋଟେ ଉପର ଶ୍ରେଣୀରେ ପଢୁଥିବା ବୋଧେ ଗୋଟେ ପିଲା ଏତେ ଦୁଷ୍ଟାମି କରେ ଯେ ଦିନେ ମା କଣ କଲେ, ସିଧା ତା କଲରକୁ ଟେକି ଉପରକୁ ତାକୁ ପୁରା ନେଲେ, ଉପରକୁ ଟେକି ଦେଲେ ପୁରା। ଆଶ୍ଚର୍ଯ୍ୟ ହେଇଗଲେ ସମସ୍ତେ। ସେ ଦିନ ଠାରୁ ସେ ମାଙ୍କ ପ୍ରତି ଆଉ ସେପରି ବ୍ୟବହାର କରିବା ପାଇଁ ସାହସ କଲା ନାହିଁ। ତା ଅର୍ଥ ଆକ୍ଷରିକ ଭାବରେ ଆପଣ ଭାବନ୍ତୁନି ଯେ ଆପଣ କାହା ଉପରେ ଶାରୀରିକ ଆକ୍ରମଣ କରିବେ, ତାହା ନୁହେଁ। କିନ୍ତୁ ଆପଣ ଯଦି ନୀରବ ରହିବେ, ଆପଣ ଯଦି ଚୁପଚାପ ରହିବେ, ନିରୁତ୍ତର ରହିବେ, କୌଣସି ପ୍ରତିବାଦ ଯଦି କରିବେନି, ତାହେଲେ ଆପଣଙ୍କର ଏ ପୃଥିବୀ ପ୍ରତି, ଏ ଜୀବନ ପ୍ରତି, ଏ ଚତୁଃପାର୍ଶ୍ୱ ପ୍ରତି ମମତା ଅଛି ବୋଲି କେମିତି ଜଣା ପଡିବ? ଶ୍ରୀ ଅରବିନ୍ଦଙ୍କ କ୍ଷେତ୍ରରେ କଣ ଘଟିଲା? ସେ ଅନ୍ତର୍ବାଣୀ ଲାଭ କଲେ। କି ଅନ୍ତର୍ବାଣୀ? ନା, ସେ ଲାଭ କଲେ ଯେ ଭାରତର ସ୍ୱାଧୀନତା ସମ୍ପର୍କରେ ତୁମର ଆଉ ଚିନ୍ତା କରିବାର କୌଣସି କାରଣ ନାହିଁ ବା ଦାୟିତ୍ୱ ନେବାର କାରଣ ନାହିଁ। ତାହା ସୁନିର୍ଦ୍ଧାରିତ। ଭାରତର ସ୍ୱାଧୀନତା ସୁନିଶ୍ଚିତ। ତମକୁ ଭଗବାନ ଏ ପୃଥିବୀକୁ ପ୍ରେରଣ କରିଛନ୍ତି ଗୋଟେ ଭିନ୍ନ ଉଦ୍ଦେଶ୍ୟ ନେଇ। ତେଣୁ ତୁମେ ଏଥର ସେ ଉଦ୍ଦେଶ୍ୟରେ ଯାତ୍ରା କର। ଏହି ଅନ୍ତର୍ବାଣୀ ଶୁଣିବା ପରେ ଶ୍ରୀ ଅରବିନ୍ଦ କିପରି ଦକ୍ଷିଣାଭିମୁଖୀ ହେଇଥିଲେ, ପଣ୍ଡିଚେରୀ ଉଦ୍ଦେଶ୍ୟରେ ଆସିଥିଲେ, ସେ କଥା ତାଙ୍କ ଜୀବନୀରେ ବର୍ଣ୍ଣିତ ହୋଇ ରହିଛି। ଏତେ ବଡ ସ୍ୱାଧୀନତା ସଂଗ୍ରାମ ଚାହିଁଥିଲେ ସେ
କଣ ସେଥିରେ ଅଂଶଗ୍ରହଣ କରିପାରିନଥାନ୍ତେ? କିନ୍ତୁ ତାଙ୍କର ତାଠାରୁ ଆହୁରି ବିରାଟ କର୍ତ୍ତବ୍ୟ ଅଛି ବୋଲି ଯେତେବେଳେ ଅନୁଭବ କରନ୍ତି, ସେ ଏଇ କର୍ତ୍ତବ୍ୟରୁ ନିଜକୁ ମୁକ୍ତ କରି ସେ ସମଗ୍ର ବିଶ୍ୱ ସକାଶେ ନିଜକୁ ନିୟୋଜିତ କରି ରଖନ୍ତି ଆନ୍ତରିକ ଭାବରେ। ମାଙ୍କୁ କଣ କହିଲେ ଶ୍ରୀ ଅରବିନ୍ଦ? ମା ଯଦି ଆସିନଥାନ୍ତେ ଏଇ ଯୋଉ ପଣ୍ଡିଚେରୀକୁ, ଶ୍ରୀ ଅରବିନ୍ଦଙ୍କ ସହିତ ତାଙ୍କର ଯଦି ଦେଖା ହୋଇନଥାନ୍ତା, ସତକୁ ସତ ମୁଁ କହୁଛି, ମୁଁ କାହିଁକି ମାଙ୍କ କଥା ସବୁବେଳେ କହେ ଯେ ପ୍ରକୃତରେ ସତକୁ ସତ ମା ଯଦି ଆସିନଥାନ୍ତେ, ତାହେଲେ ଶ୍ରୀ ଅରବିନ୍ଦ ବର୍ତ୍ତମାନ ଗ୍ରନ୍ଥାଗାରରେ କେତୋଟି ପୁସ୍ତକର ରଚୟିତା ହୋଇ କେବଳ ରହିଥାନ୍ତେ। ସେ ଜଣେ ମହାନ ଦାର୍ଶନିକ ଭାବରେ ଗଣା ହଉଥାନ୍ତେ, କିନ୍ତୁ ଆଜି ଯୋଉ ସ୍ଥାନରେ ଶ୍ରୀ ଅରବିନ୍ଦ ଅଧିଷ୍ଠିତ, ତାହା କଦାପି ସମ୍ଭବ ହୋଇପାରି ନଥାନ୍ତା। ତାହା ହେଲା କାହିଁକି? ନା ମାଙ୍କ ପାଇଁ ହେଲା। କେମିତି ହେଲା? ନା ଶ୍ରୀ ଅରବିନ୍ଦ ମାଙ୍କୁ ସମସ୍ତ ଦାୟିତ୍ୱ ଦେଇଥିଲେ। କୋଉ ଦାୟିତ୍ୱ? ଆଶ୍ରମ ପରିଚାଳନାର ସମସ୍ତ ଦାୟିତ୍ୱ। ସେତେବେଳେ ଆପଣ ମାନେ ଜାଣିଥିବେ ଅନେକେ, ସେତେବେଳେ ଅନେକ ବିଦ୍ରୋହ କରିଥିଲେ ମଧ୍ୟ, ଯେ ଶ୍ରୀ ଅରବିନ୍ଦ ଯଦି ଆମ ଦାୟିତ୍ୱ ନେବେନି, ସେ ଯଦି ଆମ କଥା ବୁଝିବେନି, ମାଙ୍କ ଉପରେ ଯଦି ସବୁ ଛାଡି ଦିଆଯିବ, ସେ ଗୋଟେ ବିଦେଶୀ ମହିଳା, ଆମେ ତାଙ୍କ କଥା କାହିଁକି ମାନିବୁ? ବିଦ୍ରୋହ କରିଥିଲେ ଏବଂ ଅନେକ ଆଶ୍ରମ ପରିତ୍ୟାଗ କରିଥିଲେ ମଧ୍ୟ। କିନ୍ତୁ ଶ୍ରୀ ଅରବିନ୍ଦ କହିଲେ ସବୁ ଦାୟିତ୍ୱ ଏଥର ମାଙ୍କ ଉପରେ ସମର୍ପିତ। ମୁଁ ବର୍ତ୍ତମାନ ଅନ୍ତରାଳରେ ଧ୍ୟାନ ମଗ୍ନ ହୋଇ ରହିବି। ତେଣୁ ଅନ୍ତରାଳରେ ସେ ରହିଲେ, ଧ୍ୟାନ ମଗ୍ନ ହୋଇ ରହିଲେ, ସାବିତ୍ରୀ ରଚନା କଲେ। ମୋତେ ତାଙ୍କର ବାହ୍ୟ ଦର୍ଶନ ସେତେବେଳେ ସମ୍ଭବ ହଉନଥିଲା, କେବଳ ମାଙ୍କ ସହିତ ତାଙ୍କର ଯାହା କିଛି ଭାବ ବିନିମୟ ହୁଏ। ତେଣୁ ଏଇ ଯୋଉ ଘଟଣା ଘଟିଲା, ସିଏ କଣ, ଶ୍ରୀ ଅରବିନ୍ଦ କଣ ଏକାକିତ୍ୱ ବରଣ କରିବା ପାଇଁ ଅନ୍ତରାଳରେ ରହିଲେ? ସେ କଣ ନିଃସଙ୍ଗ ହେବାକୁ ଚାହିଁଲେ? ନା, ଠିକ ତାର ଓଲଟା। ସମଗ୍ର ପୃଥିବୀ, ସମଗ୍ର ବିଶ୍ୱ ସହିତ ସମ୍ବନ୍ଧିତ ହେବା ପାଇଁ ହିଁ ସେ ଏକାକିତ୍ୱ ବରଣ କଲେ। ଆପଣ ବଜାରର ହୋ ହଲ୍ଲା ଭିତରେ ଯଦି ରହିଥିବେ, କଦାପି କାହା ସହିତ ଆତ୍ମିକ ସମ୍ପର୍କ ସ୍ଥାପିତ ହେଇପାରିବ ନାହିଁ। ଯେତେବେଳେ ଦେଖିବେ ଏକୁଟିଆ ରହିଥିବେ, ସେତେବେଳେ କେତେ ଅନ୍ତରଙ୍ଗ କଥା ସବୁ ମନେ ପଡୁଥାଏ, ମାନେ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ମୁଁ କହୁଛି। ତେଣୁ ଏକୁଟିଆ ରହିବାର ଅର୍ଥ ହଉଛି ଶ୍ରୀ ଅରବିନ୍ଦଙ୍କର ସେ ସମଗ୍ର ବିଶ୍ୱ ସହିତ ନିଜକୁ ସମ୍ବନ୍ଧିତ କରିବା ପାଇଁ ତାଙ୍କ ଆତ୍ମାକୁ ଉନ୍ମୁଖ କରି ରଖିଲେ। ଆଉ ସେ ଯେତେବେଳେ ସାବିତ୍ରୀ ଲେଖୁଛନ୍ତି, ସାବିତ୍ରୀର ଅନେକ ପୃଷ୍ଠାରେ ଯେତେବେଳେ ମୁଁ ଅନୁଧ୍ୟାନ କରିଛି, ସାବିତ୍ରୀଙ୍କ କଥା ଲେଖୁଛନ୍ତି, ସାବିତ୍ରୀ କଣ ଅନୁଭବ କରୁଛନ୍ତି? ସାବିତ୍ରୀ ଅନୁଭବ କରୁଛନ୍ତି ଯେ ସିଏ ଫୁଲ ହୋଇ ଫୁଟୁଛନ୍ତି। ଆଶ୍ଚର୍ଯ୍ୟ କଥା, ଦେଖ କେତେ ଫୁଲ ଫୁଟୁଛି, ରଙ୍ଗୀନ ଫୁଲ ସବୁ।
ସାବିତ୍ରୀ ଯେତେବେଳେ ଦେଖୁଛନ୍ତି ତାଙ୍କୁ ଲାଗୁଛି ଯେ ସେ ଫୁଲ ଫୁଟୁ ନାହିଁ, ସେଇଟା ନିଜେ ସିଏ ପାକୁଡା ପାକୁଡା ହୋଇ ଫୁଟୁଛନ୍ତି। ପ୍ରଜାପତି ଉଡୁଛି ନୁହେଁ, ନିଜେ ପ୍ରଜାପତି ହୋଇ ଉଡୁଛନ୍ତି। ଏଇ ଯୋଉ ଆତ୍ମୀୟତା, ଏଇ ଯୋଉ ଆତ୍ମିକ ସ୍ତରର ସୂକ୍ଷ୍ମ ସମ୍ପର୍କ ସମସ୍ତେ ଅନୁଭବ କରିପାରନ୍ତି ନାହିଁ। ସନ୍ଥ କବି ପାରିଥିଲେ। ସେଥିଲାଗି ପ୍ରାଣୀଙ୍କ ଆରତ ଦୁଃଖ ମାତ୍ରକେ ତାଙ୍କୁ କଷ୍ଟ ଦେଲା। ସେଥିଲାଗି ଲେଖିଲେ ଦେଖୁ ଦେଖୁ କେବା ସବୁ ବୋଲି। ତେଣୁ ବିଶ୍ୱ ବ୍ୟକ୍ତିତ୍ୱ ଦେଖନ୍ତୁ, ଭାରି ଚମତ୍କାର କଥା। ମୁଁ ଗୋଟେ ପ୍ରବନ୍ଧ ଲିଖିଥିଲି ଅନେକ ଦିନ ପୂର୍ବରୁ। କଣ ସେ ପ୍ରବନ୍ଧର ନାମ ହଉଛି ସନ୍ଥ କବି ଭୀମ ଭୋଇଙ୍କ ବିଶ୍ୱ ବ୍ୟକ୍ତିତ୍ୱ। ବିଶ୍ୱ ବ୍ୟକ୍ତିତ୍ୱ କହିଲେ ଏଇଟା, ଯେ ପ୍ରକୃତରେ ଯିଏ ନିଜର ଗ୍ରାମ, ନିଜ ଅଞ୍ଚଳ, ନିଜର ଜିଲ୍ଲା ବା ନିଜର ପ୍ରଦେଶ, ଦେଶ, ଏ ସବୁକୁ ଅତିକ୍ରମ କରି ସମଗ୍ର ମାନବ ସମାଜ ପ୍ରତି, ସମଗ୍ର ପ୍ରକୃତି ଜଗତ ପ୍ରତି ଯେତେବେଳେ ଏକାତ୍ମତା ଅନୁଭବ କରେ, ସେତେବେଳେ ସେ ବିଶ୍ୱ ବ୍ୟକ୍ତିତ୍ୱରେ ପରିଣତ ହୁଏ ଏବଂ ସେ ଲକ୍ଷଣ ମାନ ତାର ଜୀବନରେ ସ୍ୱାଭାବିକ ଭାବରେ ଦୃଷ୍ଟିଗୋଚର ହେବାରେ ଲାଗେ। ଘଟଣା କଣ ଘଟିଲା? ଅନେକ କଥା ଆପଣ ଦେଖନ୍ତୁ, ଯେ କୋଉ କଥା ଗୋଟେ କହୁଥିଲି ମୁଁ, ସେଟା ଭୁଲି ଯାଉଛି। ଏଇ ଯୋଉ ନିଜ ଅଞ୍ଚଳ କଥା କହିଲି। ନିଜ ଅଞ୍ଚଳକୁ ଭଲ ପାଇବାର ଅର୍ଥ ନୁହେଁ ଯେ ଅନ୍ୟ ଅଞ୍ଚଳକୁ ଘୃଣା କରିବା। ନିଜ ଭାଷାକୁ ଭଲ ପାଇବା ଅର୍ଥ ନୁହେଁ ଅନ୍ୟ ଭାଷାକୁ ଅବାଞ୍ଛିତ ମନେ କରିବା। ନିଜ ମାକୁ ଭଲ ପାଇବାର ଅର୍ଥ ନୁହେଁ ଅନ୍ୟ ମା ପ୍ରତି ଆମେ ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରିବା। ଏଇଟା ନୁହେଁ। ଯିଏ ନିଜ ଗାଁକୁ ଭଲ ପାଏ, ନିଜ ମାକୁ ଭଲ ପାଏ, ସେ ଅନ୍ୟ ଗାଁକୁ ବି ଭଲ ପାଏ, ଅନ୍ୟ ମାକୁ ବି ଭଲ ପାଏ। ଶ୍ରୀ ଅରବିନ୍ଦ ଗୋଟେ ପ୍ରବନ୍ଧ ଲିଖିଛନ୍ତି, ଇଣ୍ଟରନ୍ୟାସନାଲିଜିମ୍। ତେଣୁ ଏଇ ଯୋଉ ନ୍ୟାସନାଲିଜିମ୍ ବୋଲି ଆମେ କହୁଛୁ, ଜାତୀୟତା ବୋଧ, ଏ ଜାତୀୟତା ବୋଧ ମଧ୍ୟ ହେଉଛି ଏକ ସଂକୀର୍ଣ୍ଣତା। ମାନେ ମୁଁ ହଉଛି ଇଣ୍ଡିଆନ, ମୁଁ ଭାରତୀୟ, ଭଲ, କିଛି ଅସୁବିଧା ନୁହେଁ। କିନ୍ତୁ ମୁଁ ଭାରତୀୟ ହୋଇଥିବାରୁ ମୁଁ ବିଶ୍ୱ ବିରୋଧୀ, ତାହା କଦାପି ହୋଇପାରିବ ନାହିଁ। କାହିଁକି ଜଣେ ହବ? ଅନ୍ୟ ଦେଶ ପ୍ରତି ଘୃଣା କାହିଁକି ଆସିବ? ଗଙ୍ଗାଧର ତାଙ୍କର ଗୋଟେ କବିତାରେ ଲେଖୁଛନ୍ତି, ଈଶ୍ୱର ଦ୍ରୋହୀ ବୋଲି ତାଙ୍କର ଗୋଟେ କବିତା ଅଛି। ସେ କହୁଛନ୍ତି କିଏ ଈଶ୍ୱର ଦ୍ରୋହୀ? ସେଠି ଗୋଟେ ଧାଡି ସେ କହୁଛନ୍ତି, ଯିଏ ନିଜ ଦେଶ ପରଦେଶ ଜ୍ଞାନ କରେ ସେ ମଧ୍ୟ ହଉଛି ଈଶ୍ୱର ଦ୍ରୋହୀ। ମାନେ ନିଜ ଦେଶ ଏବଂ ପରଦେଶ ବୋଲି ଭାବିବା। ଏଇ ଶୀତ ମାସରେ ଆପଣ ମାନେ ଦେଖିବେ ଯେ ଚିଲିକାକୁ ମାନେ ବିଦେଶ ଆଗତ କେତେ ପକ୍ଷୀ ଆସିବେ, କେତେ ରଙ୍ଗୀନ ପକ୍ଷୀ ସବୁ ଆସିବେ। ପକ୍ଷୀ ମାନଙ୍କ ପାଇଁ କୋଉଟା ତାଙ୍କର ବାଧା ବନ୍ଧନ ଅଛି? ତାଙ୍କର ଭିସା ପାସପୋର୍ଟ ଦରକାର,
ମହାକାଶ ବକ୍ଷରେ ଡେଣା ମେଲାଇ ସେମାନେ ମୁକ୍ତ ଭାବରେ ଉଡ଼ି ଉଡ଼ି ଆସି ଚିଲିକାରେ ପହଞ୍ଚିବେ। ପୁଣି ଯେତେବେଳେ ଶୀତ ଋତୁ ସରି ସରି ଯିବ, ସେତେବେଳେ ଆଉ କିଛି ଦିନ ପରେ ସମସ୍ତେ ପୁଣି ହଜାର ହଜାର କିଲୋମିଟର, ହଜାର ହଜାର ମାଇଲ ଅତିକ୍ରମ କରି ନିଜ ନିଜ ଅଞ୍ଚଳକୁ ଫେରିଯିବେ। ଦେଖନ୍ତୁ କି ବାର୍ତ୍ତା ଦଉଛନ୍ତି ସେମାନେ। ଦେଶକୁ ଦେଶ ସହିତ ଯୋଡ଼ିବା, ମନକୁ ମନ ସହିତ ଯୋଡ଼ିବା। କିନ୍ତୁ ସେଇଭଳି ପକ୍ଷୀମାନଙ୍କୁ ଆମ ଏଠାକାର ଅନେକ ନିଷ୍ଠୁର ଲୋକ ଅଛନ୍ତି ଯୋଉମାନେ ଶିକାର କରନ୍ତି। ସମ୍ବାଦ ପତ୍ରରେ ବାହାରେ, ସେତେବେଳେ ହୃଦୟ ଯେମିତି ବିଦ୍ଧ ହୁଏ, ମାନେ କହି ହବ ନାହିଁ ସେ କାରୁଣ୍ୟକୁ। ଆହା, ଚଢେଇ ଉଡି ଆସିଥିଲା ବିଦେଶରୁ କେତେ ଆଶା ନେଇ, କେତେ ଆନନ୍ଦ ନେଇ ଚିଲିକାରେ ପହଁରିବ ବୋଲି, ଚିଲିକା ଦେଖିବ ବୋଲି, ଚିଲିକାକୁ ଭଲ ପାଇବ ବୋଲି, ପୁଣି ଫେରି ଆସିବ ବୋଲି। ଅଥଚ ଚିଲିକା ଯୋଉ ଆସିଲା, ଆଉ ସେ ଫେରିଗଲା ନାହିଁ। କି ଦୁଃଖଦାୟକ ଭାବନ୍ତୁ ଆପଣ। ଯୋଉ ମଣିଷ ମାନେ ଏ କାଣ୍ଡ କରନ୍ତି, ସେମାନେ ପ୍ରକୃତରେ କଣ ମଣିଷ? ମୁଁ ଆର ସ୍ପିଚରେ ବି ସେଇ କଥା କହୁଥିଲି। ପ୍ରେତାତ୍ମା ମାନେ ସବୁ ଏଠି ତ ବୁଲୁଛନ୍ତି, ସେମାନେ ରାତିରେ ବାହାରନ୍ତିନି। ଏଇ ଦିନ ବେଳା ଯୋଉମାନେ ବୁଲୁଛନ୍ତି, ସେମାନେ ସବୁ ହଉଛନ୍ତି ପ୍ରେତାତ୍ମା ଠାରୁ ଆହୁରି ଭୟଙ୍କର। ଯୋଉମାନେ ନିରୀହ ପକ୍ଷୀ ମାନଙ୍କର ହତ୍ୟା କରୁଛନ୍ତି, ତାଙ୍କଠୁ ଆଉ ଭୟଙ୍କର କିଏ ଅଛି? ନିରୀହ ପକ୍ଷୀ, ନିରୀହ। ଯିଏ ପ୍ରତିବାଦ କରିପାରିବ ନାହିଁ, ତାକୁ ହତ୍ୟା କର। ଯିଏ ମୁହଁ ଖୋଲି ପାରିବ ନାହିଁ, ତାର ତଣ୍ଟି କାଟିଦିଅ। ତେଣୁ ଏଇ ଯୋଉ ନୀତିରେ ଚଳେ, କଣ ଚଳେ ନା ଜୀବ ଜଗତ ଚଳେ ବୋଲି ବହୁତ ଲୋକ କହନ୍ତି। ସେ କଥାକୁ ମୁଁ ଆପଣ ମାନଙ୍କୁ, ଅପା ଭାଇ ମାନଙ୍କୁ କହୁଛି, ଆମେ କାହିଁକି ସ୍ୱୀକାର କରିବାକୁ ଯିବା? ଆପଣ ମାନେ, ମୁଁ ଭାବୁଛି ଅଧିକାଂଶ ଶାକାହାରୀ ଥିବେ, କେତେକ ଥିବେ ବି ମାଂସାହାରୀ, ମୁଁ କହିପାରିବିନି। ଥିଲେ ମୁଁ ଦୋଷ ଦେଇପାରିବିନି ବି ସେମାନଙ୍କୁ। କିନ୍ତୁ କଥା ହଉଛି, ଯୋଉମାନେ ନିରୁପାୟ, ନିରୀହ, ସୁନ୍ଦର ଛେଳିଟିଏ, ତାକୁ ହତ୍ୟା କରାଯିବ। କୁକୁଡାକୁ ହତ୍ୟା କରାଯିବ। କୁକୁଡା ଛୁଆ ମାନଙ୍କୁ ହତ୍ୟା କରାଯିବ। ଆପଣଙ୍କୁ ହସ ଲାଗିବ, ହସିବେ ନା କାନ୍ଦିବେ? ଗୋଟେ ଗୋଟେ ଘଟଣା ଥାଏ, ଆମେ ଯୋଉ କହୁନା ହସିବ ନା କାନ୍ଦିବ। ଥରେ ଜଣେ ଭଦ୍ର ବ୍ୟକ୍ତି ମତେ କହିଲେ, ତୁ କିଛି ଜାଣିନୁ। ମୁଁ କହିଲି, କଣ ଜାଣିନି? ଏଇ ଯୋଉ ସବୁ କୁକୁଡା ମାନେ ଅଛନ୍ତି, ସେମାନେ ପ୍ରକୃତରେ ତାଙ୍କ ଆତ୍ମା ଭିତରେ ମାନେ ଡାକୁଥାନ୍ତି ମଣିଷ ମାନଙ୍କୁ ଯେ ଆମକୁ ତମେ ଭକ୍ଷଣ କର। ମୁଁ କହିଲି, ଆଚ୍ଛା, ତମେ ଶୁଣୁଛ, ସବୁ ଶୁଣିପାରୁଛ? ସେ ହଁ, ସେମାନେ କହନ୍ତି ଆମକୁ ଭକ୍ଷଣ କର। କାରଣ ଆମକୁ ଭକ୍ଷଣ କଲେ ଆମେ ଏ ଜନ୍ମରୁ ମୁକ୍ତ ହେବୁ। ଜଣେ ବୈଜ୍ଞାନିକ ତ ଗବେଷଣା କରି କହିଲେ, ଏଇ ବର୍ଷେ ତଳେ ବାହାରିଥିଲା ଖବର କାଗଜରେ, ଯେ ଏ ପୃଥିବୀରେ ଏମିତି ଅବସ୍ଥା ହବ ଯେ ଏକରେ କୁକୁଡା ମାନେ ରହିବେ, ନହେଲେ ମଣିଷ ମାନେ ରହିବେ। ଏତେ ମାନେ ଭୟଙ୍କର ଭୂତାଣୁ ସବୁ ଦ୍ଵାରା ସଂକ୍ରମିତ ହେବେ ମଣିଷ ମାନେ କୁକୁଡା ମାନଙ୍କ ଦ୍ଵାରା, ଯେ ଏକରେ ମଣିଷ ମାନେ ଯଦି କୁକୁଡା ନ ଖାଆନ୍ତି, ନ ବ୍ୟବହାର କରନ୍ତି, ତାହେଲେ ସେମାନେ ରହିବେ। ଆଉ ଯଦି ସେମାନେ କରନ୍ତି, ତାହେଲେ କୁକୁଡା ମାନେ ହିଁ ରହିବେ।
ମଣିଷ ମାନେ ରହିବେ। ତେଣୁ ବିଶ୍ୱ ବ୍ୟକ୍ତିତ୍ୱ ଲକ୍ଷଣ କେମିତି ପ୍ରକାଶ ପାଇବ? ଏଇଥିରୁ ପ୍ରକାଶ ପାଏ। ମଧୁବାବୁ, ଏଇ ଯୋଉ ଆମେ ଛୋଟବେଳେ ସମସ୍ତେ ପଢୁଥିଲେ ନାଇଁ କଣ ସେ ଯୋଉ କବିତାଟା, କିଛି ଆପଣ ସମସ୍ତେ ସବୁବେଳେ ନିରବତା ଅବଲମ୍ବନ କରିବେନି, ଟିକେ ଟିକେ ସହଯୋଗ କରୁଥିବେ। ସେ ଯୋଉ ପିଲାଟି ମାନେ ଆମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ, ଚେହେରାରେ କେତେ ଡଉଳ ଚାଉଳ, କାମରେ ତାହାର ସରିକିଏ, ଏଇ ଯୋଉ ସବୁ ଅଛି। ରାସ୍ତା ତିଆରି ଯୋଉ ସବୁ କରିଦେଲା, କିଏ କଲା? ନା ମଧୁସୂଦନ ଦାସ କରିଥିଲେ। ବିଶ୍ୱ ବ୍ୟକ୍ତିତ୍ୱର ଲକ୍ଷଣ। ସେ ଉତ୍କଳ ପ୍ରଦେଶ ପାଇଁ ଲଢେଇ କରିଥିଲେ। ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡିଶା ସର୍ବପ୍ରଥମେ ସ୍ୱୀକୃତି ପାଇଲା 1936 ମସିହାରେ, ଆପଣ ମାନେ ଜାଣିଛନ୍ତି। କିନ୍ତୁ କଣ ଏତିକି? ସେ ବାସ୍ତବିକ କଣ ଉତ୍କଳ ଗୌରବ? ସେ କଣ ପ୍ରକୃତରେ ଉତ୍କଳ ଭିତରେ ସୀମିତ? ଗୋପବନ୍ଧୁଙ୍କୁ ଯୋଉ କୁହାଯାଉଛି ଉତ୍କଳ ମଣି, ସିଏ କଣ ପ୍ରକୃତରେ କେବଳ ଉତ୍କଳ ଭିତରେ ସୀମିତ? ଆମର ଦୁର୍ଭାଗ୍ୟ ଯେ ଆମେ ଆମର ମହାପୁରୁଷ ମାନଙ୍କୁ, ଯୋଉମାନେ ହଉଛନ୍ତି ଜାତୀୟ ସ୍ତରର, ଯୋଉମାନେ ହଉଛନ୍ତି ଆନ୍ତର୍ଜାତୀୟ ସ୍ତରର, ମାନେ ବିଶ୍ୱ ବ୍ୟକ୍ତିତ୍ୱ ଯୋଉମାନେ, ସେମାନଙ୍କୁ ଆମେ ଗ୍ରାମ୍ୟ ସ୍ତରର କରି ଏଠି ରଖିଛୁ। କେହି ଜାଣନ୍ତିନି। ବାହାରେ କେହି କାହିଁକି ଜାଣିବ? ମଧୁସୂଦନ ଦାସକୁ କେହି ଜାଣନ୍ତିନି, ବହୁତ ଲୋକ ଗୋପବନ୍ଧୁଙ୍କୁ ଜାଣନ୍ତିନି। ଏଇଠି ଆମେ ଖାଲି ଚିତ୍କାର କରୁ ଉତ୍କଳମଣି ଉତ୍କଳମଣି ବୋଲି। ବାହାରେ ଅନ୍ୟ ଲୋକମାନେ, କିଛି ମାନେ ଜ୍ଞାନୀ ଲୋକ, ସେମାନେ ସିନା ଜାଣନ୍ତି। କିନ୍ତୁ ଆପଣ ଦେଖନ୍ତୁ, ରାମକୃଷ୍ଣ ପରମହଂସଙ୍କୁ ସମଗ୍ର ଭାରତ ଜାଣେ, ଭାରତ ବାହାରେ ଜାଣେ। କାହା ପାଇଁ? ସ୍ୱାମୀ ବିବେକାନନ୍ଦଙ୍କ ପାଇଁ। ରାମକୃଷ୍ଣଙ୍କୁ ଯେତେବେଳେ ପଚରା ହେଲା ଯେ ମାନେ ସେ ଯେତେବେଳେ ଶରୀର ତ୍ୟାଗ କରିବାକୁ ଯାଉଛନ୍ତି, ଯେ ଆପଣଙ୍କ ଶରୀର ଦେହାବସାନ ହେଲା ପରେ ମାନେ ଆପଣଙ୍କୁ କୋଉଠି ରଖାଯିବ, ମାନେ ସମାଧି ଆପଣଙ୍କର ହବ କି ମନ୍ଦିର ହବ, କୋଉଠି କୋଉଠି? ସେତେବେଳେ ଗୋଟେ ବାକ୍ୟ ସେ କହିଲେ, ନରେନ ମତେ ଯୋଉଠି ରଖିବ ସେଇଠି ରହି। ଦେଖନ୍ତୁ ତାଙ୍କ ଶିଷ୍ୟ ପ୍ରତି ତାଙ୍କର ଯୋଉ ଆସ୍ଥା, ବିଶ୍ୱାସ, ଏବଂ ବିବେକାନନ୍ଦ ଯୋଉ ଚିକାଗୋ ଗଲେ, ଆମେରିକାର ବିଭିନ୍ନ ସ୍ଥଳରେ ବକ୍ତୃତା ଦେଲେ, ବିବେକାନନ୍ଦ ତ ପ୍ରସିଦ୍ଧି ଲାଭ କଲେ, ତା ସହିତ ରାମକୃଷ୍ଣ ପରମହଂସ ବିଶ୍ୱ ପ୍ରସିଦ୍ଧ ହୋଇଗଲେ। ନୋବେଲ ପୁରସ୍କାର ପ୍ରାପ୍ତ ରୋମାରୋନା ସେ ଲେଖିଲେ ରାମକୃଷ୍ଣ ପରମହଂସଙ୍କ ଜୀବନୀ, ଲେଖିଲେ ବିବେକାନନ୍ଦଙ୍କ ଜୀବନୀ, ଲେଖିଲେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନୀ। ଦେଖନ୍ତୁ ଆପଣ ମାନେ, ଏମାନେ ହଉଛନ୍ତି ବିଶ୍ୱ ବ୍ୟକ୍ତିତ୍ୱ। ରାମକୃଷ୍ଣ ପରମହଂସଙ୍କର ସେଜ ତଳେ ଯଦି ଆପଣ ପଇସା ରଖିଦେବେ, ସେତେବେଳେ ପଇସା ରଖି ଦିଆଯାଉଥିଲା, ତାଙ୍କ ଦେହରେ ସେ ଯାଉନଥିଲା। ତାଙ୍କ ଦେହରେ ଦାଗ ସବୁ ବାହାରି ପଡୁଥିଲା। ମାନେ ଟଙ୍କା ପଇସା ଏସବୁ କେବେ ଛୁଁ ନଥିଲେ ସେ। ଏଇଟା ଗୋଟେ ପ୍ରତୀକ, ଯୋଉ ଲକ୍ଷଣ କଥା ଆମେ କହୁନୁ କି, ଏ ଗୋଟେ ପ୍ରତୀକ। ଟଙ୍କା ପଇସା ଆମେ ବ୍ୟବହାର କରିବାନି ସେଟା ନୁହେଁ, କିନ୍ତୁ ରାମକୃଷ୍ଣଙ୍କ ଅନ୍ତର ଭିତରକୁ ସେଟା ପ୍ରକୃତରେ ପ୍ରବେଶ ଯୋଉ କରିପାରୁନଥିଲା, ସେଟା ହଉଛି ଗୋଟେ ସିମ୍ବଲ। ତାଙ୍କର ଯୋଉ ବାହାରି ପଡୁଥିଲା ବିଭିନ୍ନ ଛଉ ଆକାରର ଦାଗ ଗୁଡାକ ପଇସା ସ୍ପର୍ଶରେ ଆସିଲେ, ସେଟା ହଉଛି ଗୋଟେ
विश्व व्यक्तित्वर लक्षण माने स्पष्ट लक्षण सुस्पष्ट लक्षण जे से अर्थ आक्रांत नहे से कौन आक्रांत से होची भावाक्रांत भावरे आक्रांत महाभावरे आक्रांत ताहेले आमे निज गाँ को कौन भल पाइबानी विश्व को भल पाइबा बोली ताहा भी नुह निज गाँ को भल पाइले ही जने धीरे धीरे समग्र पृथ्वी को भल पाई पारिबो तेणु भल पाइबाटा धीरे धीरे कौन हुए प्रसारित हो जाए मातृभूमि कविता रे गंगाधर से कथा लिखिचंती छोट शिशुटी जन्म नेला निज परिवार को जानिला तापरे पड़ोसी मान को जानिला तापरे निज गाँ को जानिला गाँ पड़ोसी गाँ गुड़ी को जानिला तापरे आउ टिके बड़ हबारु देशांतर गला देशांतर गला पर देश तार केते प्रिय उपलब्धि कला एवं एपरी एक सोपान रे पहुंचला जैसे सेते बेले अनुभव कला कौन ना विश्वपतिंकर विश्व गृहे अटे से सेते योग्य कुमार किए योग्य कुमार ना समग्र अवनीर मानव समाज प्रति जे सहोदर ज्ञान करे केवल मानव समाज बोली सेटा लेखा जाइछि जो सेटा गोटे केवल बुझेइबा पाई मानव समाज कहले जे केवल कवि मानव को कहउचंती ताहा नुहे माने समग्र पृथ्वी को समग्र विश्व ब्रह्मांड को माँ कहले परा आश्चर्य कथा माँ कहले माने तुम कौन भावुच मु ए सृष्टिर प्रारंभ कालरू रहिछि ए सृष्टिर ए ब्रह्मांडर उषा कालरू से समयरू मोर अस्तित्व रहिछि मु रहिछि ए कथा की कहि परिबो कहले एमिति गोटे वाक्य मां को व्यतीत किए उच्चारण करि पारिछन्ति सहज कथा मोटे न जे ताहा अटंती सेही माने ही सेमिति वाक्य उच्चारण करि पारंती फंफा वाक्य जो माने उच्चारण करती आत्मघोषित भगवान माने न तांकी से मानक कथा छाड़ंतु किंतु जो माने वास्तव रामकृष्ण परमहंसଙ୍କ क्षेत्र कौन हला से जेते बेले शेष निश्वास त्याग करने को जाउचंती हम रामकृष्ण परमहंस जहा विवेकानंद होउचंती तार संपूर्ण विपरीत रोमारोला तांकर विवेकानंद जीवनी रे प्रथम वाक्य रे लिखिचंती जे रामकृष्ण परमहंसଙ୍କ जो व्यक्तित्वर संपूर्ण विपरीत परिग्रह हेले स्वामी विवेकानंद केमिति विपरीत ना सी तर्क विश्वास करती रामकृष्ण विश्वास रे विगलित होती यही होची फरक रामकृष्ण सब बेले कहते कहा पाखक तू जीवु माँ भी सब बेले कहती जड़े कहले माँ को मु निजे निजे को भी पचारे अनेक समय माँ को थरे जड़े कहले जे माँ मुझे रमण महर्षि आश्रम को जीवाई चाहूँ मते मो सदय अनुमति दिंतु माँ कहले तोर एठी कौन असुविधा होची कहीं तो रमण महर्षि आश्रम को जीवु
କିଛି ଆବଶ୍ୟକ ନାହିଁ। ଏହାର ଅର୍ଥ କଣ? ମୁଁ ଯେତେବେଳେ ପଚାରିଲି, ମାଙ୍କୁ ତ ପଚାରେ ନା, କାହାକୁ ପଚାରିବି? ମା କହିଲେ, ଆରେ ବାବୁ, ସେଟା ସେଇ ଅର୍ଥ ନୁହେଁ, ତା ପାଇଁ ଯୋଉଟା ଆବଶ୍ୟକ ମୁଁ ତାହା କହିଲି। ତା ପାଇଁ କଣ ଆବଶ୍ୟକ? ନା, ତା ପାଇଁ ଏକାଗ୍ରତା ଆବଶ୍ୟକ। ସେ ଯଦି ଏପଟ ସେପଟ ଖାଲି ବୁଲିବ, ଏ ଆଶ୍ରମ ସେ ଆଶ୍ରମ ହେଇ, ତାହେଲେ ତାର ଚେତନା ପ୍ରକୃତରେ ଯୋଉ ଏକାଗ୍ରତାର ରାସ୍ତାକୁ ଆସିଛି, ତାହା ବିପର୍ଯ୍ୟସ୍ତ ହୋଇଯିବ। ତେଣୁ ମୁଁ ତାକୁ ମନା କଲି। ସେଥିପାଇଁ ତା ଅର୍ଥ ରମଣ ମହର୍ଷି ଯେ ଭଲ ବ୍ୟକ୍ତି ନୁହନ୍ତି ବା ଦାର୍ଶନିକ ନୁହନ୍ତି କି ଭକ୍ତ ନୁହନ୍ତି, ତା ନୁହେଁ। ରମଣ ମହର୍ଷିଙ୍କ କଥା କହିଲେ ତ ସିଏ ଗୋଟେ ଗ୍ରନ୍ଥ। ରମଣ ମହର୍ଷି ଯେତେବେଳେ ଯାଉଥିବେ, ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ଏ ଯୋଉ ଗଛ ଲତା ସବୁ ଅଛି, ଲଟା ବୁଦା ଯାହା ଅଛି, ମାନେ ସେ ଗଲାବେଳେ ରାସ୍ତାରେ ତାଙ୍କ ସହିତ ପକ୍ଷୀ ମାନେ, ପ୍ରାଣୀ ମାନେ, ଏପରିକି ସାପ ମାନେ ମଧ୍ୟ ତାଙ୍କୁ ଅନୁସରଣ କରି ଯାଉଥିବେ। ଭାବନ୍ତୁ, ବିଶ୍ୱ ବ୍ୟକ୍ତିତ୍ୱର ଲକ୍ଷଣ। ମାନେ ଏତେ ତାଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ଥିଲା ଯେ ସାପ ମାନେ ବି ତାଙ୍କ ପ୍ରତି ଆକର୍ଷଣ ଅନୁଭବ କରିପାରୁଥିଲେ। କୋଉଠାକୁ ଆମେ ଆସିଲୁ? ମାଙ୍କ ପାଖକୁ। ଶ୍ରୀ ଅରବିନ୍ଦ ରାମକୃଷ୍ଣଙ୍କ ବିଷୟରେ ମୁଁ କହୁଥିଲି। ରାମକୃଷ୍ଣ ପରମହଂସ ଶେଷ ନିଶ୍ୱାସ ତ୍ୟାଗ କଲା ବେଳକୁ ବିବେକାନନ୍ଦ ମନେ ମନେ ଭାବୁଛନ୍ତି, ଏଇ କଣ ପ୍ରକୃତରେ ଭଗବାନ? ରାମକୃଷ୍ଣ, ରାମ ଏବଂ କୃଷ୍ଣ ଉଭୟ ଏ ଯୋଉ କଥା କହନ୍ତି, ନିଜେ ଗୁରୁଦେବ ଆମର, ଇଏ କଣ ପ୍ରକୃତରେ ସିଏ? ରାମକୃଷ୍ଣ ଚାହିଁଲେ ନରେନଙ୍କ, ତାଙ୍କ ପ୍ରିୟ ଶିଷ୍ୟଙ୍କ ମୁହଁକୁ, ହସିଲେ, କହିଲେ, କଣ ଭାବୁଛୁ? ଯିଏ ରାମ ସିଏ କୃଷ୍ଣ, ପୁଣି ତୋ ମନରେ ସନ୍ଦେହ? ଦେଖନ୍ତୁ, ଇଏ ମନେ ମନେ ଭାବୁଛନ୍ତି। ତାଙ୍କ ମନର ଭାବନା ରାମକୃଷ୍ଣ ପରମହଂସ ଜାଣିପାରୁଛନ୍ତି ଏବଂ କହୁଛନ୍ତି ଯେ ଯିଏ ରାମ ସିଏ କୃଷ୍ଣ, ତୋର ପୁଣି ସନ୍ଦେହ ଅଛି ଏଥିରେ? ଆରେ ବାପରେ! ଚମକି ପଡିଲେ ବିବେକାନନ୍ଦ। ମୁଁ ଯାହା ଭାବୁଛି ତାହା ଗୁରୁଦେବ ଜାଣିପାରୁଛନ୍ତି। ଆଶ୍ଚର୍ଯ୍ୟ କଥା। ସମସ୍ତ ସନ୍ଦେହ ତାଙ୍କର ସେଠୁ ଦୂରୀଭୂତ ହୋଇଛି। ରାମକୃଷ୍ଣଙ୍କର ବିପରୀତ ସେ ଥିଲେ, ବଡ ତାର୍କିକ ଥିଲେ ନା। ତର୍କ ନ କଲେ ସମସ୍ତେ କଣ ସମାନ ହେବେ କି? କାହିଁକି ବା ସମାନ ହେବେ? କାହିଁକି ତର୍କ ନ କରିବ ଜଣେ? କିଏ ତର୍କ କରିବାରୁ ଆପଣ କାହାକୁ ପ୍ରକୃତରେ ମାନେ ମନା କରିପାରିବେନି। ମନା କରିବା ଉଚିତ ବି ନୁହେଁ। ତର୍କ କରୁ, କିନ୍ତୁ ସେ ତର୍କ ଗୋଟେ ସତ୍ୟାନୁସନ୍ଧାନ ସକାଶେ ଉଦ୍ଦିଷ୍ଟ ହୋଇ ଯଦି ରହିଥିବ, ତାହେଲେ ତାର ବ୍ୟକ୍ତିତ୍ୱରେ, ତା କଥାବାର୍ତ୍ତାରେ ତାର ଆଭାସ ଆମେ ନିଶ୍ଚୟ ଦେଖିପାରିବା। ତେଣୁ ବିବେକାନନ୍ଦଙ୍କ କ୍ଷେତ୍ରରେ ତାହା ଦେଖିଲେ, ଆମେ ରାମକୃଷ୍ଣଙ୍କ କ୍ଷେତ୍ରରେ ତାହା ଦେଖିଲେ, ରମଣ ମହର୍ଷିଙ୍କ ଭିତରେ ତାହା ଦେଖିଲେ, ସନ୍ଥ କବି ଭୀମ ଭୋଇଙ୍କ ଭିତରେ ତାହା ଦେଖିଲେ, ଗଙ୍ଗାଧର ମେହେରଙ୍କ ଭିତରେ ତାହା ଦେଖିଲେ, ଗୋପବନ୍ଧୁଙ୍କ ଭିତରେ ତାହା ଦେଖିଲେ। ଏଇ ଯୋଉ ଆମର କବି ରାଧାମୋହନ ଗଡନାୟକ, ସେ ଲେଖିଛନ୍ତି ଗୋଟେ କବିତା ସଂକଳନ ଉତ୍କଳିକା। ତାର ପ୍ରଥମ କବିତା ହଉଛି ବିଶ୍ୱ ଜୀବନ ପଥେ। ବିଶ୍ୱ ଜୀବନ ପଥେ କାହାକୁ ନେଇ? ନା, ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ନେଇ ସେ ରଚନା କରିଛନ୍ତି। କେମିତି ବିଶ୍ୱ ଜୀବନ ପଥେ ସେ ଗଲେ?
ତାଙ୍କ ନିଜ ପୁଅ ଯେତେବେଳେ ଜ୍ୱରାକ୍ରାନ୍ତ, ଯେତେବେଳେ ମରଣାପନ୍ନ ତାର ଅବସ୍ଥା, ସେ ସମୟରେ ସେ ବିପଦାପନ୍ନ ଅବସ୍ଥାରେ ସେ ଘର ଛାଡି ଯାଉଛନ୍ତି ବନ୍ୟା ପ୍ରପୀଡ଼ିତ ଜନତାଙ୍କ ସେବା କରିବା ପାଇଁ। କି ଆଶ୍ଚର୍ଯ୍ୟ କଥା! ଗୋପବନ୍ଧୁ କଣ ଜାଣିନାହାନ୍ତି? ସେ ଜାଣିଛନ୍ତି। ଯୋଉମାନେ ଅଛନ୍ତି ତାଙ୍କ ପୁଅର ସେବା କରିବା ପାଇଁ ଯଥେଷ୍ଟ ବ୍ୟକ୍ତି ଅଛନ୍ତି, କିନ୍ତୁ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସେବା କରିବା ପାଇଁ ବା ସେମାନଙ୍କ ବିଷୟରେ ଭାବିବା ପାଇଁ ଯେତିକି ଲୋକଙ୍କର ଆବଶ୍ୟକତା ଅଛି, ଯେପରି ଲୋକଙ୍କର ଆବଶ୍ୟକତା ଅଛି ସେପରି ଲୋକ ନାହିଁ। ତେଣୁ ସେ ଯାଇଛନ୍ତି। ଯେତେବେଳେ ଫେରି ଆସୁଛନ୍ତି ଦେଖୁଛନ୍ତି କଣ ନା ତାଙ୍କର ପୁତ୍ର ସେତେବେଳେ ସଂସାର ଛାଡି ଚାଲିଗଲାଣି। ତାଙ୍କ ପତ୍ନୀ କହୁଛନ୍ତି, ଆଉ କଣ ଦେଖିବାକୁ ଆସିଛ? ଆଉ ଦେଖିବାର କିଛି ନାହିଁ। କଣ ଦେଖିବ ଆଉ? ଗୋପବନ୍ଧୁ ସେତେବେଳେ କହୁଛନ୍ତି, ଉତ୍ତର ଦଉଛନ୍ତି ତାଙ୍କୁ, ଦେଖିନିଅ ସଖୀ ଥରେ, ମାନେ ଗୋଟିଏ ପୁତ୍ର ହରେଇ ମୁଁ କେମିତି ଶତପୁତ୍ରଙ୍କୁ ଧରି ଆସିଛି ମୋ ହୃଦୟରେ। ମାନେ ଗୋଟିଏ ପୁତ୍ରକୁ ହରେଇ ମୁଁ ଶତ ଶତ ପୁତ୍ରଙ୍କର ଜୀବନ ଯେ ବଞ୍ଚେଇ ପାରିଛି, ତମେ ସେଇଟା ଦେଖ। ତେଣୁ ସମସ୍ତଙ୍କ ଭିତରେ ଦେଖିବା। ଗୋଟେ ସିନେମା ମୁଁ ବହୁତ ଦିନ ପୂର୍ବରୁ ଦେଖିଥିଲି, ଅନୁପମ ଖେର ଅଛନ୍ତି ସେଠି, ଆଉ ଜଣେ କି, ମୁଁ ବହୁତ ସିନେମା ମୁଁ ବହୁତ ଜୀବନରେ ଦେଖିଛି, ଆର୍ଟିଷ୍ଟିକ ସିନେମା ଯୋଉଟା କଳାତ୍ମକ ସିନେମା ସବୁ, ଆଉ ମୁଁ ଭୁଲିଯାଏ ସବୁ ନା, ଭୁଲିଯାଏ ବିଷୟ ଗୁଡାକ, ବେଳେ ବେଳେ ମନେ ପଡେ ସବୁ। ସେଠି କଣ ହଉଛି ନା ତାଙ୍କର ମାନେ କନ୍ୟା ସନ୍ତାନଟିଏ ସିଏ ନଷ୍ଟ ହେଇଯାଉଛି। ଯେତେବେଳେ ସକାଳ ପାହୁଛି, ପାଇଲା ପରେ ଯେତେବେଳେ ସେ ଅନୁପମ ଖେରଙ୍କ କଥା ମନେ ପଡୁଛି, ସେ ଅଭିନୟରେ ଅଛନ୍ତି ତ ନାୟକ ଭୂମିକାରେ, ସେ ଆସିଲେ, ବାହାରକୁ ଆସୁଛନ୍ତି, ଦେଖୁଛନ୍ତି ଗୋଟେ ଫୁଲ ଫୁଟୁଛି, ତାଙ୍କ ପୁଅର ବା ତାଙ୍କ ଝିଅର ଯୋଉ ନା, ସେ ନାଁ ଧରି କହୁଛନ୍ତି ତାଙ୍କ ସ୍ତ୍ରୀକୁ, ଆରେ ଆରେ ଶୁଣ ଶୁଣ, ଦେଖି ଆସ 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 ଦେଖିବା ପାଇଁ। ନା କଣ ହେଲା? ନା ଦେଖି ଆସ ଆମ ପୁଅ କେମିତି ଫୁଲ ହୋଇ ଫୁଟୁଛି। ଆରେ ବାପରେ, ଇଏ ହଉଛି ସେ ଅନୁଭବ। ମୋ ପୁଅ ଫୁଲ ହୋଇ ଫୁଟିଛି, ମୋ ପୁଅ ପତ୍ର ହୋଇ କଅଁଳିଛି, ମୋ ପୁଅ ପ୍ରଜାପତି ହୋଇ ବୁଲୁଛି, ମୋ ପୁଅ ପ୍ରତ୍ୟେକ ଶିଶୁର ଆତ୍ମା ଭିତରେ ରହିଛି। ଏ କଥା ଅନୁଭବ କରିପାରିବା। ଏବଂ ସେଭଳି ଭାବରେ ଗୋଟେ ବ୍ୟକ୍ତିଙ୍କୁ ମୁଁ ତ ଥରେ ଦେଖିଲି, ଦେଖା ହେଲା। ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ କଥା ଛାଡନ୍ତୁ, ଯୋଉମାନେ ପ୍ରସିଦ୍ଧ ନୁହନ୍ତି, ସାଧାରଣ ବ୍ୟକ୍ତି, ଦେଖିଲି ମୁଁ ତାଙ୍କର ଜଣେ ଯୁବକ ପୁତ୍ର ଅକାଳରେ ମୃତ୍ୟୁବରଣ କଲେ। ତାପରେ ସେ କଣ କରିଛନ୍ତି ନା ତାଙ୍କର ସମସ୍ତ ସମ୍ପତ୍ତି ଉତ୍ସର୍ଗ କରିଦେଇଛନ୍ତି ସମାଜ ଉଦ୍ଦେଶ୍ୟରେ। ଦେଖନ୍ତୁ, କାହାକୁ କିଛି କହିନାହାନ୍ତି, କି ମହାପୁରୁଷ ତାଙ୍କର ହେବାର ନାହିଁ, କି କିଏ ଜାଣିବାର ତାଙ୍କୁ ଆବଶ୍ୟକତା କିଛି ନାହିଁ। କିନ୍ତୁ ଲକ୍ଷଣଟି କଣ? ଲକ୍ଷଣଟି ହଉଛି ବିଶ୍ଵ ବ୍ୟକ୍ତିତ୍ୱର ଲକ୍ଷଣ। ରବୀନ୍ଦ୍ରନାଥଙ୍କ ଗୋଟିଏ କବିତାରେ, ସେ ସମୟ ଶେଷ ହେଇ ଆସିଲାଣି, ତଥାପି କହୁଛି ମୁଁ ଧାଡ଼ି ଦୋ ଧାଡ଼ି, ଯେ ରବୀନ୍ଦ୍ରନାଥଙ୍କ ଗୋଟେ କବିତାରେ ଗୋଟେ ଛୋଟ ଛୁଆ ତା ମାକୁ ପଚାରୁଛି, ମା ମତେ ତମେ କାହିଁକି ଭଲ ପାଅ କହିଲ? ମୁଁ ତମର ପୁଅ ବୋଲି ମତେ ଭଲ ପାଅ? ମୁଁ ଯଦି ତମର ପୁଅ ନ ହୋଇ ଯଦି ହୋଇଥାନ୍ତି ପ୍ରଜାପତିଟିଏ ବା ଠେକୁଆଟିଏ ବା ହୋଇଥାନ୍ତି ଗୁଣ୍ଡୁଚି ମୂଷାଟିଏ, ତମେ କଣ ମତେ ସତରେ ଏତିକି ଭଲ ପାଇଥାନ୍ତ?
ଦେଖନ୍ତୁ, ଏଇଟା ହଉଛି ମା ପ୍ରତି ଏକ ଆହ୍ୱାନ ଯେ ମା ପ୍ରକୃତରେ ସମସ୍ତଙ୍କୁ ଭଲ ପାଆନ୍ତି ନା କେବଳ ପୁଅଟିକୁ ଭଲ ପାଆନ୍ତି? ଯିଏ ପ୍ରକୃତ ମା, ତାଙ୍କର ମାତୃତ୍ୱ ସମସ୍ତଙ୍କ ପ୍ରତି ସମଭାବରେ ବିତରିତ ହୁଏ। ସେଇଟା ହଉଛି ମାତୃତ୍ୱ। ଶ୍ରୀ ମାଙ୍କର କଣ ହେଲା? ଶେଷ ଧାଡି କହୁଛି, ଆଉ ନାହିଁ। ଶ୍ରୀ ମାଙ୍କର ପୁଅ ଜଣେ ଥିଲେ, କୋଉଠି? ଫ୍ରାନ୍ସରେ। ସିଏ ଆସିଲେ ଶ୍ରୀ ମାଙ୍କ ଦର୍ଶନ ପାଇଁ ପଣ୍ଡିଚେରୀକୁ। ଶ୍ରୀ ମା କଣ କହିଲେ ଜାଣନ୍ତି? ସେ କହିଲେ, ମୁଁ ଯଦି ତାକୁ ଯଦି ପରିଚିତ କିଏ କରେଇ ଦେଇ ନଥାନ୍ତେ ମୋ ପାଖରେ, ତାହେଲେ ମୁଁ କଦାପି ଜାଣିପାରି ନଥାନ୍ତି ଯେ ସେ ହଉଛି ମୋର ଜନ୍ମ କଲା ପୁଅ ଫ୍ରାନ୍ସର ବୋଲି। ମୋ ଆଖିରେ ଅନ୍ୟମାନେ ସମସ୍ତେ ଯେମିତି, ସେ ମଧ୍ୟ ସେମିତି, ତାଠାରୁ ଅଲଗା ପ୍ରକୃତରେ ନୁହେଁ। ତେଣୁ ମା ତ ସେ ବିଶ୍ୱମାତା, ସେ ତ ବିଶ୍ୱ ମାତୃତ୍ୱର ଅଧିକାରୀ ହେଲେଣି। ସେ ଆଉ କଣ ଜଣକର ମା ହିଁ ରହିଛନ୍ତି? ଏଇ ହଉଛି ଲକ୍ଷଣ। ଏଇ ଲକ୍ଷଣ, ସେ ଲକ୍ଷଣ ପ୍ରତି ଆମର 100 କୋଟି ନମସ୍କାର। ଭଗବାନ କରନ୍ତୁ ସେ ଲକ୍ଷଣ ଏହି ମଣିଷ ମାନସ ଭିତରେ ପ୍ରକଟିତ ହଉ। ବାରମ୍ବାର ମାତୃ କରୁଣାର ରହିଲି। ମା। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା